ନାଇଁ ନାଇଁ କିଏ କିଏ କ'ଣ ଜାଣିଥିଲେ କି? ମୁଁ ତ ଜାଣିନଥିଲି। ଆପଣ ଦେଖିବେ ସେ ଭିଜୁଆଲ୍ଟା ଦେଖିବେ ଯେ ମୁଁ ହଠାତ୍ ସେ ଯେତେବେଳେ ଆସିକି କାର୍ତ୍ତିକକୁ ମାଇଲା, ସେ ଜଣେ ଦର୍ଶକ ଜଣେ ମାଇଲେ, ତ ମୁଁ ଡରି ଯାଇକି ସେ ମାମା ତା ପଛରେ ଲୁଚିଗଲି। ତାପରେ ମୋତେ ସେ କାର୍ତ୍ତିକକୁ ସେ ଯେଉଁ ଦର୍ଶକ ଯିଏ ମାଇଲେ, ମୋତେ ସେଟା ଯେତେ ଦୁଃଖ ନ ଲାଗିଲା, ସେଇ ଯେଉଁ ଦର୍ଶକକୁ କମିଟି ଲୋକ ମାଇଲେ ମୋତେ ବହୁତ ଦୁଃଖ ଲାଗିଲା। ମୁଁ ଠିଆ ହେଇକି ମୁଁ ଖାଲି ଅନଉଥାଏ, ମାନେ ବିକଳ ହେଇକି ମୁଁ କହିବି ତାକୁ କେହି ନେଇଯାଆନ୍ତୁ, କେହି ନ ମାରନ୍ତୁ, କି କ'ଣ ମାନେ ସୁରକ୍ଷା ଦିଅନ୍ତୁ। ଆଉ ଆଉ ଯେଉଁ କହିଲେ ଆମ ସୁରକ୍ଷା କଥା, ଏଇଟା ନିଶ୍ଚିନ୍ତ ଦର୍ଶକ ଭାବ ବିହ୍ୱଳ ହେଇଯାଉଛନ୍ତି। ଏଇଟା ତ କିଛି ବଡ଼ କଥା ନୁହେଁ କି ଏଇଟା ଏମିତି ହୁଏ, କିନ୍ତୁ ସେମାନେ ବି ଭାବିବା ଦରକାର। ଲେଡି ଆର୍ଟିଷ୍ଟ ମାନେ ଅଛନ୍ତି, ସେ ଚେୟାରଟା ମୋ ଉପରେ ପଡ଼ିଲା, ତ ମୁଁ ଆଉ କ'ଣ ହେଇଥାନ୍ତା, ଧର ପଛପଟେ ପଡ଼ିଲା କି କେଉଁଠି ଆଉ ମୁଣ୍ଡରେ ପଡ଼ିଥାନ୍ତା କି କ'ଣ କରିଥାନ୍ତା, ଗୋଟେ ଆର୍ଟିଷ୍ଟ ମାନଙ୍କର କ'ଣ ହେଇଥାନ୍ତା, ସେଇଟାକୁ ଟିକେ ସଚେତନ ହେବା ଦରକାର। ହଁ ଏଇଟା ହେବା ଦରକାର, କାହିଁକିନା ଏବେ ଯେତେବେଳେ ଏମିତି ହେଉଛି ସବୁ, ତ ଆଗରୁ ମୁଁ ତ ଫାଷ୍ଟ ବି ଆସିଲି ଯାତ୍ରାକୁ, ସେତେବେଳେ ହେଉଛି ଏମିତି ଗୋଟେ ଜାଲି ସିଷ୍ଟମ୍ ଥିଲା। ଜାଲି ଫାଲି ଦେଲେ ଯଦି ଦର୍ଶକକୁ ନ ଉଠି ପାରନ୍ତେ, କି ବୋତଲ ଗୁଡ଼ାକ ଆମ ଉପରେ ନ ପଡ଼ନ୍ତା, କି ଚେୟାର ବି ଆମ ଉପରେ ନ ପଡ଼ନ୍ତା, ଏଇଟା ଗୋଟେ ସିଷ୍ଟମ୍ କରି